ଏକ ଚୋରି ମାମଲାର ପୁଲିସ ତଦନ୍ତ କରି 6 ଜଣ ଚୋରକୁ ଗିରଫ କରିବା ସହ ଚୋରି ଗହଣା ଜବତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ 30 ତାରିଖରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍ଏସି 11 ନମ୍ବର ୱାର୍ଡ ବିଡିଏନପୁର ଶାସନର ଭୋଳାନାଥ ମିଶ୍ରଙ୍କ ଘରୁ ଦିନ ଦ୍ୱିପହରରେ ଚୋରି ହୋଇଥିଲା। ଘରେ କେହି ନଥିବାର ସୁଯୋଗ ନେଇ ଘରର ଆଲମାରୀ ଖୋଲି ଆଲମାରୀ ଭିତରେ ଥିବା ସୁନା ରୂପା ଗହଣାକୁ ଚୋରି କରି ନେଇଥିଲେ ଚୋରମାନେ। ତେଣୁ ପୁଲିସ ଅଭିଯୋଗ ପାଇବା ପରେ ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ତୁରୁମୁଙ୍ଗା ଅଞ୍ଚଳରୁ ଭାନି ଶବର, ଭାସ୍କର ଶବର, ଶଙ୍କର ଶବର, ଅନିଲ ଶବର, ସୀମା ଶବର ଓ ଚଲମା ଶବରକୁ ଗିରଫ କରି ସେମାନଙ୍କ ନିକଟରୁ 5ଟି ସୁନା ମୁଦି, 5 ହଳ ସୁନା କାନଫୁଲ, ସୁନା ଚେନ୍, 4ଟି ନାକନୁଥ, 4 ହଳ ସୁନା ବଳା ଓ 5 ହଳ ରୂପା ପାଉଁଜି ସମେତ ଅନ୍ୟ ସବୁ ଗହଣାକୁ ଜବତ କରିଛନ୍ତି। ଏଥିସହିତ ଚୋରି ବେଳେ ବ୍ୟବହାର କରାଯାଇଥିବା 3ଟି ବାଇକକୁ ମଧ୍ୟ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ କେଳା ସମ୍ପ୍ରଦାୟର ହୋଇଥିବା ବେଳେ ଏମାନେ ବିଭିନ୍ନ ଅଞ୍ଚଳରେ ରହି ମହୁ ସଂଗ୍ରହ ଓ ବିକ୍ରି କରିବା ସହ ସୁଯୋଗ ଦେଖି ଚୋରି କରୁଥିବା ପୁଲିସ ସୂଚନା ଦେଇଛି। ଏନେଇ ଚମ୍ପୁଆ ଥାନାରେ କେସ୍ ନମ୍ବର 221/25ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି। 7/2025 ତାରିଖ ଦିନ ଆମର ବିଡିଏନ୍ ଶାସନ ଚମ୍ପୁଆର ଭୋଳାନାଥ ମିଶ୍ର ତାଙ୍କ ପରିବାର ଜଷ୍ଟ ଘର କୌଣସି କାମରେ ପାଖ ପଡ଼ିଶା ଘରକୁ ଯାଇଥିଲେ। ସେହି ସମୟରେ ଘର କବାଟ ଖୋଲା ଥିଲା, ତ ତାର ସୁଯୋଗ ନେଇକରି କିଛି ଅଜଣା ଚୋର ତାଙ୍କ ଘରେ ପଶିକି ତାଙ୍କ ଘରେ ଆଲମିରାର ଯାହା ସୁନା ଗହଣା ଜିନିଷ ଥିଲା ସେସବୁ ଜିନିଷକୁ ସେମାନେ ଚୋରି କରିକି ନେଇଯାଇଥିଲେ। ତାଙ୍କୁ ତାପରେ ସେ ଥାନାରେ ଅଭିଯୋଗ କଲେ। ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ଏବଂ ମାମଲା ରୁଜୁ କଲା ପରେ ଏସପି ସାର୍ଙ୍କର ଆମ ନିର୍ଦ୍ଦେଶ ମତେ 2ଟା ସ୍ପେଶାଲ ଟିମ୍ ହେଇଥିଲା ଏବଂ ସେଇ ଟିମ୍ ଆମ ଚମ୍ପୁଆ, ତୁରୁମୁଙ୍ଗା ଏବଂ ଝୁମ୍ପୁରା ବାରିଆ ଏରିଆରେ ବିଭିନ୍ନ ଜାଗାରେ ଖୋଜାଖୋଜି କରିକିରି ଆମେ 6 ଜଣ ଆକ୍ୟୁଜକୁ ଆରେଷ୍ଟ କରିଥିଲୁ ଏବଂ ସେମାନଙ୍କ ପାଖରୁ ସେମାନଙ୍କର ଯେଉଁ ଚୋରି ହେଇଥିଲା ଯେଉଁ ଜିନିଷ 4 ପେୟାର ଚୁଡ଼, ସୁନାର କାନର ଝୁମକା ଏବଂ ବିଭିନ୍ନ ରୂପା ଅଳଙ୍କାର, ପାଉଁଜି ସମସ୍ତ ଚୋରି ଯାଇଥିବା ଜିନିଷକୁ ଆମେ ରିକଭରି କରୁଛୁ ଏବଂ ସେମାନଙ୍କୁ ଆଜି କୋର୍ଟ ଫରୱାର୍ଡ କରାଯିବ। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।